ଆଚ୍ଛା, କେବେ ଏମିତି ଭାବିଛନ୍ତି କି ଏଇ ଯୋଉ ବିଶାଳ ବ୍ରହ୍ମାଣ୍ଡ ଆଉ ସେଥିରେ ଆମର ଏଇ ଛୋଟିଆ ଅସ୍ତିତ୍ୱ ଏସବୁକୁ ମାତ୍ର 22ଟା ସରଳ ସୋପାନରେ ବୁଝେଇ ହେବ? ଚାଲନ୍ତୁ ଆଜି ସେମିତି ଏକ ଆଶ୍ଚର୍ଯ୍ୟକର ଧାରଣା ଭିତରକୁ ଯିବା। କଥାଟା ଶୁଣିବାକୁ ଟିକେ ଅସମ୍ଭବ ଲାଗୁଛି ନା? ମାନେ ଏତେ ବଡ଼ ଆଉ ଜଟିଳ କଥାଟାକୁ କେଇଟା ମାତ୍ର ସୋପାନରେ ବାନ୍ଧି ରଖିବା କେମିତି ସମ୍ଭବ? ହେଲେ ଚାଲନ୍ତୁ ଦେଖିବା ଏହି ରହସ୍ୟମୟ ଯାତ୍ରାରେ ଆଗକୁ କ'ଣ ଅଛି। ତେବେ ଏହି ଧାରଣାରେ ମୂଳ ରହିଛି ଗୋଟେ ବହୁତ ପୁରୁଣା ଦାର୍ଶନିକ ବିଶ୍ୱାସରେ। ଏହି ବିଶ୍ୱାସ ଅନୁସାରେ ଆମ ବାସ୍ତବତାଟା ହେଉଛି ଗୋଟେ ମାନଚିତ୍ର ବା ବ୍ଲୁପ୍ରିଣ୍ଟ ଭଳି। ତେବେ ଚାଲନ୍ତୁ ସେହି ମାନଚିତ୍ରର ଗୋଟିଏ ପରେ ଗୋଟିଏ ଅଂଶକୁ ଖୋଲି ଦେଖିବା। ଆମ ଯାତ୍ରା ଆରମ୍ଭ ହେବ ସବୁଠାରୁ ମୂଳ କଥାରୁ, ମାନେ ଆମେ ଏ ଦୁନିଆକୁ କେମିତି ଅନୁଭବ କରୁ ଆଉ କେଉଁ ଶକ୍ତି ଆମକୁ ବଞ୍ଚେଇ ରଖିଛି। ଦେଖନ୍ତୁ, ସବୁକିଛିର ମୂଳ ହେଉଛି ଆମର ନିଜ ଅନୁଭବ। ଆମେ ଯାହା ଦେଖୁ, ଶୁଣୁ ବା ଅନୁଭବ କରୁ, ସେଥିପାଇଁ ତ ଏହି ପୁରା ବ୍ୟବସ୍ଥାର ମୂଳଦୁଆ ଆମ ଇନ୍ଦ୍ରିୟଗୁଡ଼ିକ ଉପରେ ହିଁ ତିଆରି ହୋଇଛି। ତେବେ ଆମ୍ବୁ ଯାତ୍ରାର ପ୍ରଥମ 5ଟି ସୋପାନ ହେଉଛି ଆମର 5ଟି ଇନ୍ଦ୍ରିୟ — ଆଖି, କାନ, ନାକ, ଜିଭ ଆଉ ଚର୍ମ। ଏଗୁଡ଼ିକ ହିଁ ସେଇ ଝରକା ଯେଉଁ ବାଟେ ଆମେ ବାହାର ଦୁନିଆକୁ ଦେଖୁ, ବୁଝୁ ଆଉ ତା ସହ ଯୋଡ଼ି ହେଉ। କିନ୍ତୁ କଥା ହେଉଛି, ଖାଲି ଇନ୍ଦ୍ରିୟ ଥିଲେ କ'ଣ ହେବ? ସେଗୁଡ଼ିକ ତ ନିଜେ ନିଜେ କାମ କରନ୍ତିନି। ତାକୁ ଚଲେଇବା ପାଇଁ ଭିତରେ ଗୋଟେ ଶକ୍ତି ଦରକାର। ତେଣୁ ବାହାରର ଅନୁଭବ ପରେ ଆସନ୍ତୁ ଏବେ ସେଇ ଭିତରର ଶକ୍ତି ବିଷୟରେ ଜାଣିବା, ଯାହା ଆମ ଶରୀରକୁ ଚଳାଉଛି। ଏଇ ଯେଉଁ ଭିତରର ଶକ୍ତି, ତାକୁ କୁହାଯାଏ ପ୍ରାଣ। ଏହାକୁ ଆମେ ଜୀବନୀ ଶକ୍ତି ବା ଲାଇଫ୍ ଫୋର୍ସ ବି କହିପାରିବା। ଆମ ଶରୀରର ପ୍ରତିଟି କାମ, ସେ ଚାଲିବା ହେଉ କି ଚିନ୍ତା କରିବା, ସବୁ ଏହି ଶକ୍ତି ଯୋଗୁଁ ହିଁ ସମ୍ଭବ ହୁଏ। ଆଉ ଏଇ ପ୍ରାଣ ବି 5 ପ୍ରକାରର। ଏହାକୁ ଆମେ ଆମର ପରବର୍ତ୍ତୀ 5ଟି ସୋପାନ ବୋଲି ଧରିପାରିବା। ଏଗୁଡ଼ିକ ହେଉଛି ଆମ ଶରୀରର ଅଦେଖା ଇଞ୍ଜିନ୍ ଭଳି। ଶ୍ୱାସ ନେବାଠାରୁ ଆରମ୍ଭ କରି ଖାଇବା ହଜମ କରିବା ପର୍ଯ୍ୟନ୍ତ ସବୁକିଛିକୁ ଏମାନେ ହିଁ ଚଲାନ୍ତି। ଠିକ୍ ଅଛି, ତେବେ ଇନ୍ଦ୍ରିୟ ଆଉ ପ୍ରାଣ କଥା ତ ଜାଣିଲେ। ଏବେ ଯାତ୍ରାର ପରବର୍ତ୍ତୀ ପର୍ଯ୍ୟାୟକୁ ଯିବା। ଏଥର ଆମେ ବାହାର ଦୁନିଆରୁ ଭିତରକୁ ଆସିବା ଆଉ ଦେଖିବା ସୃଷ୍ଟିର ମୂଳ ଉପାଦାନଗୁଡ଼ିକ କ'ଣ। ଏହି ପର୍ଯ୍ୟାୟ ହେଉଛି ଆନ୍ତରିକ ସୌନ୍ଦର୍ଯ୍ୟ, ମାନେ ଆମର ଭିତରର ଅନୁଭବ। ଦେଖନ୍ତୁ, ଇନ୍ଦ୍ରିୟ ତ କେବଳ ବାହାରୁ ତଥ୍ୟ ଆଣେ, କିନ୍ତୁ ସେହି ତଥ୍ୟକୁ ଆମେ ଭିତରେ କେମିତି ଅନୁଭବ କରୁ, ତାହା ହିଁ ଏଠି ଗୁରୁତ୍ୱପୂର୍ଣ୍ଣ। ଏହା ହେଉଛି ଆମର ନିଜସ୍ୱ ବ୍ୟକ୍ତିଗତ ଅନୁଭୂତି। ଆଉ ଏହି 5ଟି ସୋପାନ ହେଉଛି ସେହି ଭିତରର ବ୍ୟାଖ୍ୟା। ଉଦାହରଣ ସ୍ୱରୂପ, ଆଖି ବାହାରର ରୂପକୁ ଦେଖେ, କିନ୍ତୁ ସେଇଟା ସୁନ୍ଦର କି ଅସୁନ୍ଦର ତାହା ଆମେ ଭିତରେ ଅନୁଭବ କରୁ। ଠିକ୍ ସେମିତି ଜିଭ ତ ସ୍ୱାଦ ଚାଖେ, କିନ୍ତୁ ତାର ମଜା ଆମ ମନକୁ ମିଳେ। ଏହା ହିଁ ରୂପ, ରସ, ସ୍ୱାଦ, ଗନ୍ଧ ଆଉ ଶବ୍ଦର ଭିତରର ଅନୁଭବ। ତେବେ ଆମର ନିଜ ଭିତର ଦୁନିଆରୁ ଆସନ୍ତୁ ଏବେ ବାହାର ଦୁନିଆର ମୂଳଦୁଆ ଆଡ଼କୁ ଯିବା, ମାନେ ସେହିସବୁ ଉପାଦାନ ବିଷୟରେ ଜାଣିବା ଯେଉଁଥିରେ ଏହି ପୁରା ସଂସାର ତିଆରି ହୋଇଛି। ଏହି ପ୍ରାଚୀନ ବିଶ୍ୱାସ କହେ ଯେ ଆମ ଶରୀରଠୁ ଆରମ୍ଭ କରି ଏ ସମଗ୍ର ବ୍ରହ୍ମାଣ୍ଡ ସବୁକିଛି ମାତ୍ର 5ଟି ମୂଳ ଉପାଦାନରେ ତିଆରି। ଆଉ ଏହାକୁ ହିଁ କୁହାଯାଏ ପଞ୍ଚମହାଭୂତ। ସେହି 5ଟି ମହାଭୂତ ହେଉଛି ପୃଥିବୀ, ଜଳ, ଅଗ୍ନି, ବାୟୁ ଆଉ ଆକାଶ। ଏଗୁଡ଼ିକ ହିଁ ସବୁ ଭୌତିକ ଜିନିଷର ମୂଳ। ତେବେ ବର୍ତ୍ତମାନ ସୁଦ୍ଧା ଆମେ 20ଟି ସୋପାନ ପାର କରି ସାରିଲେଣି, କିନ୍ତୁ ଅସଲ କଥା ଏବେ ବାକି ଅଛି। ଏବେ ଆମେ ସିଧା ଶିଖର ଆଡ଼କୁ ଯିବା। ଆଉ ଏବେ ଆମେ ଆସି ପହଞ୍ଚିଛେ ଏହି ବ୍ରହ୍ମାଣ୍ଡୀୟ ସିଢ଼ିର ଏକଦମ ଶୀର୍ଷରେ। ଏଠାରେ ଆମେ ସେହି 2ଟି ଧାରଣା ବିଷୟରେ କଥା ହେବା, ଯାହା ସବୁଠାରୁ ଗଭୀର ଆଉ ସବୁଠାରୁ ଶକ୍ତିଶାଳୀ। ଆମେ ଦେହ, ଇନ୍ଦ୍ରିୟ ଆଉ ଏଇ ଭୌତିକ ଦୁନିଆ ବିଷୟରେ ତ ବୁଝିଲେ, କିନ୍ତୁ ଏବେ ଆମେ ଯେଉଁ 2ଟି ଶେଷ ସୋପାନରେ ପହଞ୍ଚିଛେ, ସେଗୁଡ଼ିକ ଏସବୁଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏଗୁଡ଼ିକ ହେଉଛି ଚେତନାର କଥା। ତେବେ ଏହି ପୁରା ଢାଞ୍ଚାର ଶିଖରରେ ଅଛି 2ଟି ଜିନିଷ। ସୋପାନ ନମ୍ବର 21 ହେଉଛି ବୁଦ୍ଧି। ଏହା କେବଳ ଜ୍ଞାନ ନୁହେଁ, ବରଂ ଭଲମନ୍ଦ ବୁଝିବାର କ୍ଷମତା। ଆଉ ଶେଷରେ, ସବୁଠୁ ଉପରେ 22 ନମ୍ବର ସୋପାନ ହେଉଛି ଅହଙ୍କାର, ମାନେ ସେଇ ମୂଳ ଭାବନା, ଯାହା ଆମକୁ ଏକ ସ୍ୱତନ୍ତ୍ର ପରିଚୟ ଦିଏ। ତେବେ ଚାଲନ୍ତୁ ଏବେ ଏହିସବୁ ଅଲଗା ଅଲଗା ଅଂଶକୁ ଏକାଠି ଯୋଡ଼ିଦେବା ଆଉ ଦେଖିବା ପୁରା ଚିତ୍ରଟା କେମିତି ଦିଶୁଛି। ତେବେ ସଂକ୍ଷେପରେ କହିବାକୁ ଗଲେ, ଏହି ପୁରା ଯାତ୍ରାଟା ଆରମ୍ଭ ହେଉଛି ଆମର ଇନ୍ଦ୍ରିୟରୁ, ତାପରେ ଆସୁଛି ଆମ ଭିତରର ପ୍ରାଣଶକ୍ତି, ତାପରେ ଆମର ମାନସିକ ଅନୁଭବ ଆଉ ଦୁନିଆର ମୂଳ ଉପାଦାନ, ଆଉ ଶେଷରେ ସବୁଠୁ ଉପରେ ଆମର ବୁଦ୍ଧି ଆଉ ଅହଙ୍କାର। ଏହା ଗୋଟେ ଏମିତି ରାସ୍ତା ଯାହା ଜଣେ ବ୍ୟକ୍ତିକୁ ପୁରା ବ୍ରହ୍ମାଣ୍ଡ ସହିତ ଯୋଡ଼ି ଦେଉଛି। ତେବେ ଶେଷରେ ଗୋଟିଏ ପ୍ରଶ୍ନ ମନକୁ ଆସୁଛି,
ଯଦି ଆମେ ନିଜକୁ ଏହି 22ଟି ସୋପାନର ଗୋଟିଏ ଅଂଶ ବୋଲି ଭାବିବା ତେବେ ଜୀବନ ଆଉ ଏହି ବ୍ରହ୍ମାଣ୍ଡକୁ ଦେଖିବାର ଦୃଷ୍ଟିଭଙ୍ଗୀରେ କିଛି ପରିବର୍ତ୍ତନ ଆସିବ କି? ଟିକେ ଭାବି ଦେଖିବେ, ଏହି ପ୍ରଶ୍ନ ଭିତରେ ହିଁ ବୋଧହୁଏ ଏହି ପୁରାତନ ମାନଚିତ୍ରର ପ୍ରକୃତ ରହସ୍ୟ ଲୁଚି ରହିଛି।